ବାହାଘରରେ ବହୁତ ସାରା କାର୍ଡ଼ ଆସିଥିଲା ଯେଉଁଗୁଡ଼ାକ ଆମେ ସବୁ ଭାଙ୍ଗିକି ଏବେ ନେଉଛୁ ତାକୁ ଡିଷ୍ଟ୍ରିବ୍ୟୁଟ୍ କରିବା ପାଇଁ। ଆମର ଯେତେ ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଯିବ ଏଇ କାର୍ଡ଼ ଦେଇକି, ତ ସେ ସବୁ ଯାକ କାର୍ଡ଼ ଭାଙ୍ଗିକି ନେଲୁ। ଏବେ ଦେଖ ବର ଡାକରା ଆସିଯାଇଛି, ଆମ ଯତୀନ ଯାଇକି ବସିଗଲା। ତା'ର ଯେମିତି ବିଧି ରୀତି ନିବାସରେ ହେବା କଥା ସେମିତି ପୂଜା ପଦ୍ଧତି ଚାଲିଛି। ତାପରେ ଏଠି ଚାଲିଛି ମେହେନ୍ଦି ସମସ୍ତେ ଏଠି କରୁଛନ୍ତି। ଏବେ ରାତିରେ ଡ୍ୟାନ୍ସ ଆମର ଆରମ୍ଭ ହୋଇଗଲା, ନାଚ ଗୀତ ଡ୍ୟାନ୍ସ ମନ ଖୁସି କରି ସବୁ ନାଚୁଛନ୍ତି। ସତ କହିବି ସାଙ୍ଗମାନେ, ବାହାଘର ତ ସରିଲାଣି କିନ୍ତୁ ମୁଁ ଟିକେ ସମୟ ମିଳୁନଥିଲା ମୋତେ। ବାହାଘର ଏତେ ବ୍ୟସ୍ତ ଥିଲି ଯେ ମୋତେ ସମୟ ମିଳୁନଥିଲା ସବୁ ଭିଡ଼ିଓ ପୋଷ୍ଟ କରିବାକୁ। ମୁଁ କହିଲି ରଖିଦିଏ, ମୋ ଫ୍ରେଣ୍ଡମାନଙ୍କୁ ପରେ ଏସବୁ ଭିଡ଼ିଓ ଦେଖେଇବି ଆଉ ପକେଇବି। ଆପଣମାନଙ୍କ ପାଇଁ ଏ ଭିଡ଼ିଓ ସବୁ ମୁଁ କରିଥିଲି। ଆପଣମାନଙ୍କ ଭଲ ପାଇବା ଆଉ ଆପଣମାନଙ୍କ ଆଶୀର୍ବାଦ ମୋତେ ଏସବୁ ଭିଡ଼ିଓ ପୋଷ୍ଟ କଲି, ତ ମୋତେ ଭଲ ଲାଗିଲା, ଖୁସି ଲାଗିଲା ଏସବୁ ଭିଡ଼ିଓ ପୋଷ୍ଟ କରିବା ପାଇଁ ଆପଣମାନଙ୍କ ପ୍ରତି। ଆଉ ଆପଣମାନେ ଏସବୁ ଭିଡ଼ିଓ ଦେଖିଲେ ମୁଁ ଜାଣିଛି ନିଶ୍ଚୟ ଭଲ ପାଇବା ଦେବେ, ଖୁସି ହେବେ। ତ ଦେଖନ୍ତୁ ସବୁ ସାଙ୍ଗମାନେ ତା'ର କେମିତି ସବୁ ଡ୍ୟାନ୍ସ କରୁଛନ୍ତି, ଡ୍ୟାନ୍ସ କରିକି ଉଡ଼େଇ ଦେଲେଣି ପୁରା। ମୋ ପୁଅ ବି ଦେଖନ୍ତୁ ସେଠି କେଉଁ ଭଙ୍ଗୀରେ ଡ୍ୟାନ୍ସ କରୁଛି। ଏଠି ଆମର ଆରମ୍ଭ ହୋଇଗଲା ଦିଅମଙ୍ଗୁଳା, ଆଉ ମୁଁ ମିସେସ୍ ଦିଅମଙ୍ଗୁଳା ଯାଇଥିଲେ। ପିଇସା ଭାଇ ଏଠି ପୁରା ବରଯାତ୍ରୀରେ ନାଚିକି ଉଡ଼େଇ ଦେଉଛନ୍ତି। ତା ସାଙ୍ଗମାନେ ସମସ୍ତେ ଆଣିଥିଲେ ଏଇ ଯେଉଁ ବାଣ ସବୁ ଆସିଥିଲା, ଆମର ବିନା ଆବାଜରେ ବାଣ। ଏଠି ବାହାଘର ଚାଲିଛି, ଆଉ ଏଇଠି ଆମର ଦୁଷ୍ଟ ପିଲାମାନେ କମେଣ୍ଟ କରି ତାକୁ ଲଜ୍ଜା